हेलो एवरीवन, वेलकम टू डेली लर्निंग। आज आम ये भिडियो रे मॉडर्न हिस्ट्री रो आउ केतरा एमसीक्यू डिस्कशन करबा। जो प्योर जो हिस्ट्री रो सीरीज टा चलथिला एटा होची आर क्लास नंबर 2। या पूर्वरु मु ऑलरेडी क्लास 1 टा अपलोड करि सारची, जो देखि नाती निहाती प्लेलिस्ट को चेक करिके देखि नेबे। ता सहित हिस्ट्री, ज्योग्राफी, पॉलिटी, इकोनॉमिक्स, कंप्यूटर ए सब रो क्लास मध्ये अपलोड हेई सारची, जो देखि नाती निहाती प्लेलिस्ट को चेक करि देखि नेबे। जोटा कि जति सब अपकमिंग एग्जाम जेमति ओ ट्रिपल एससी रो पीओ हो, ओ डबल एससी रो एग्जाम हो, बीए 2027 हो, से एग्जाम ପାଇଁ କଣ ହବ ନା ବହୁତ ହେଲ୍ପଫୁଲ ହବ। ରାଇଜ ଅଫ ବ୍ରିଟିଶ ପାୱାର ଇନ ଇଣ୍ଡିଆ, ତାର ଯୋଉ ପର୍ତ୍ତୁଗୀଜଙ୍କ ବିଷୟରେ ପଢିଥିଲେ, ତ ଏଟା ହଉଛି ୟାର କ୍ଲାସ ନମ୍ବର 2 ଟା। ତ ଆମେ ମଡର୍ନ ହିଷ୍ଟ୍ରି, ତାପରେ ଆନ୍ସିଏଣ୍ଟ ହିଷ୍ଟ୍ରି, ମେଡିଏଭାଲ ହିଷ୍ଟ୍ରି ଏ ସବୁ ବିଷୟରେ ଆମେ ପଢି ପଢିକା ଯିବା। ମୁଁ କାଲି ୟା ପୂର୍ବ ଭିଡିଓରେ କହି ଦେଇଥିଲି। ତ ଆଜି ଏଟା ଅଛି କ୍ଲାସ ନମ୍ବର 2। ତ ଆଜିର ଫାର୍ଷ୍ଟ କ୍ୱେଶ୍ଚନ କଣ ଅଛି, ହୁ ୱାଜ ଦ ଫାର୍ଷ୍ଟ ପର୍ତ୍ତୁଗୀଜ ଟୁ ଆରାଇଭ ଇନ ଇଣ୍ଡିଆ। ତାହେଲେ ସେ ପଚାରୁଛି କଣ ନା କିଏ ହଉଛନ୍ତି ପ୍ରଥମ ପର୍ତ୍ତୁଗୀଜ ଯିଏକି ଇଣ୍ଡିଆକୁ ଆସିଛନ୍ତି। ଅପସନ ରେ କଣ କହିଛି, ଅପସନ ଏ ରେ କହିଲା କଣ ନା ଖ୍ରୀଷ୍ଟୋଫର କଲମ୍ବସ, ବି ରେ କହିଲା ଭାସ୍କୋଡା ଗାମା, ସି ରେ ହେଲା କଣ ପେଡ୍ରୋ ଆଲଭର୍ସ କାର୍ବାଲ, ନା ଡି ରେ ହଉଛି ଆଲଫାନ୍ସୋ ଡି ଆଲବର୍କ୍ୟୁ। ତାହେଲେ ପ୍ରଥମ ପର୍ତ୍ତୁଗୀଜ ଯେ ଇଣ୍ଡିଆକୁ ଆସିଥିଲେ ସେ କିଏ ହଉଛନ୍ତି, ଆମେ ସମସ୍ତେ ଜାଣିଛନ୍ତି। କାଲି ଭିଡିଓରେ ବି ମୁଁ ଏଟା ନିହାତି ଡିସ୍କସନ କରିସାରିଥିଲି। ପ୍ରଥମେ କିଏ ଆସିଥିଲେ, ସେକେଣ୍ଡ ରେ କିଏ ଆସିଥିଲେ, ଥାର୍ଡ ରେ କିଏ ଆସିଥିଲେ, ଡଚ୍ ମାନେ କେବେ ଆସିଥିଲେ, ବ୍ରିଟିଶ କେବେ ଆସିଥିଲେ, ଫ୍ରାନ୍ସ କେବେ ଆସିଥିଲେ, ଡାନିଶ କେବେ ଆସିଥିଲେ, ସେ ସବୁ ବିଷୟରେ ମୁଁ ଅଲରେଡି ଡିସ୍କସନ କରାସରିଛି। ନିହାତି ସେ କ୍ଲାସ ଟା ଯଦି ମିସ୍ କରିଛନ୍ତି ନିହାତି ପ୍ଲେଲିଷ୍ଟ କୁ ଚେକ୍ କରିକି ଦେଖି ନେବେ। ଯଦି ନ ପାଉଛନ୍ତି ନିହାତି କହିଦେବେ, କମେଣ୍ଟ ସେକ୍ସନରେ ମୁଁ ଲିଙ୍କଟା ମଧ୍ୟ ଦେଇଦେବି। ତ ତାହେଲେ ପ୍ରଥମ କିଏ ଆସିଥିଲେ ନା ଭାସ୍କୋଡା ଗାମା ଆସିଥିଲେ। କେବେ ନା 1498 ମସିହାରେ ଆମ ଭାରତକୁ ପ୍ରଥମ ଥର ପାଇଁ ଆସିଥିଲେ। କୋଉଠି ଆସିଥିଲେ ନା ଆସିକି କଲିକଟ ଠାରେ ଆସିକି ଓହ୍ଲେଇଥିଲେ। ହେଲେ କିଏ ହଉଛନ୍ତି ପ୍ରଥମ ଯିଏକି ଆମ ଇଣ୍ଡିଆକୁ ଆସିଥିଲେ, ସେ ହଉଛନ୍ତି କଣ ଭାସ୍କୋଡା ଗାମା। ନେକ୍ସଟ କ୍ୱେଶ୍ଚନ କହିଛି, ଭାସ୍କୋଡା ଗାମା ଆରାଇଭଡ ଇନ ଇଣ୍ଡିଆ ଇନ ହ୍ୱିଚ ଇୟର। ତାହେଲେ ଭାସ୍କୋଡା ଗାମା ଭାରତକୁ ଆସିଥିଲେ କୋଉ ମସିହାରେ ଆସିଥିଲେ ବୋଲି ପଚାରୁଛି। କେବେ ନା ଅପସନ ଅଛି 1492, 1498, 1500 ନା 1521। କୋଉଟା ହବ ୟା ଠିକ ଉତ୍ତର ନା 1498 ମସିହାରେ ହିଁ କଣ ହେଇଛନ୍ତି ନା ଭାସ୍କୋଡା ଗାମା ଆମ ଭାରତକୁ ଆସିଥିଲେ। ନେକ୍ସଟ କ୍ୱେଶ୍ଚନ କହିଛି, ଭାସ୍କୋଡା ଗାମା ଲ୍ୟାଣ୍ଡେଡ ଏଟ୍ ହ୍ୱିଚ ପୋର୍ଟ ଇନ ଇଣ୍ଡିଆ। ତାହେଲେ ଭାସ୍କୋଡା ଗାମା ଆସିକି ପ୍ରଥମେ କୋଉଠି ପହଞ୍ଚିଥିଲେ ବା କୋଉଠି ଲ୍ୟାଣ୍ଡ କରିଥିଲେ, କୋଉ ପୋର୍ଟରେ ଲ୍ୟାଣ୍ଡ କରିଥିଲେ ବୋଲି ପଚାରୁଛି। ଅପସନ ଏ ରେ କହିଲା ଗୋଆ, ବି ରେ କହିଛି କାଲିକଟ, ସି ରେ ହେଲା କୋଚିନ, ନା ଡି ରେ ସୁରତ। କିଏ ଲେଖା ହେଇଥିବ କାଲିକଟ ବା କୋଜିକୋଡି, ଏଇ ଜାଗାରେ କଣ ହେଇଥିଲା ନା ଭାସ୍କୋଡା ଗାମା ପ୍ରଥମ ଥର ଆସିକି ପହଞ୍ଚିଥିଲେ। କୋଉଠି, କାଲିକଟ କିମ୍ବା କୋଜିକୋଡ ଠାରେ। ନେକ୍ସଟ କ୍ୱେଶ୍ଚନ କହିଛି, ହୁ ୱାଜ ଦ ରୁଲର ଅଫ କାଲିକଟ when ଭାସ୍କୋଡା ଗାମା arrived। ଯେତେବେଳେ ଭାସ୍କୋଡା ଗାମା ଆସି କାଲିକଟରେ ପହଞ୍ଚିଲେ, ସେ ସମୟରେ କାଲିକଟର ରୁଲର କିଏ ଥିଲେ ବୋଲି ପଚାରୁଛି। ଅପସନ ଏ ରେ କହିଲେ କୃଷ୍ଣଦେବ ରାୟ, ବି ରେ କହିଲେ ଜାମୋରିନ, ସି ରେ କହିଲେ ବାହାଦୁର ଶାହ, ଡି ରେ ହେଲା ଶେର ଶାହ। କିଏ ନା ଯେତେବେଳେ ଭାସ୍କୋଡା ଗାମା 1498 ମସିହାରେ ଆସି କାଲିକଟରେ ପହଞ୍ଚିଲେ, ସେତେବେଳେ କାଲିକଟର ରାଜା କିଏ ଥିଲେ ନା ଜାମୋରିନ ଥିଲେ। କିଏ ଥିଲେ, ଜାମୋରିନ। ନେକ୍ସଟ କ୍ୱେଶ୍ଚନ କହିଛି, ଭାସ୍କୋଡା ଗାମା reached India by sailing around which cape। ତାହେଲେ ଭାସ୍କୋଡା ଗାମା ଇଣ୍ଡିଆରେ ପହଞ୍ଚିବା ପୂର୍ବରୁ ସେ କୋଉ କେପ୍ ଦେଇକି ଆସୁଛନ୍ତି ବୋଲି ପଚାରୁଛି। କେପ୍ ହର୍ନ, କେପ୍ ଅଫ ଗଡ ହୋପ, ନା କେପ୍ କଡ୍, ନା କେପ୍ ଭେର୍ଟ। ତାହେଲେ ୟା ଠିକ ଉତ୍ତର କୋଉଟା ହବ ନା କେପ୍ ଅଫ ଗଡ ହୋପ। ଏଇ ବାଟ ଦେଇକି କଣ ଅଛନ୍ତି ନା ଭାସ୍କୋଡା ଗାମା ଇଣ୍ଡିଆକୁ ଆସିଥିଲେ। ନେକ୍ସଟ କ୍ୱେଶ୍ଚନ କହିଛି, ଦ ପର୍ତ୍ତୁଗୀଜ କେମ୍ ଟୁ ଇଣ୍ଡିଆ ମେନଲି ଫର। ଏ ପର୍ତ୍ତୁଗୀଜ ମାନେ ପ୍ରଥମେ ଇଣ୍ଡିଆକୁ ଆସିଥିଲେ କଣ ପାଇଁ, ଯୋଉ ଟ୍ରେଡିଂ କରତେ ଆସିଥିଲେ, କୋଉ ବିଷୟରେ, ମାନେ କାହା ଉପରେ ଟ୍ରେଡ କରିବା ପାଇଁ ଆସିଥିଲେ। ତ ଏଠି ଅପସନ କହିଛି କଣ ନା ସ୍ପ୍ରେଡିଂ ବୁଦ୍ଧିଜିମ୍, ବୁଦ୍ଧିଜିମ୍ ସ୍ପ୍ରେଡ କରିବା ପାଇଁ ଆସିଥିଲେ କି ଜମା ନୁହଁ। ଟୁରିଜିମ ପାଇଁ ବି ଜମା ନୁହଁ, ସେମାନେ ଆସିଥିଲେ ଟ୍ରେଡ କରିବା ପାଇଁ କାହାର ନା ଇନ ସ୍ପେସି, ଯୋଉ ମସଲା ଜାତୀୟ ଖାଦ୍ୟର ଟ୍ରେଡ ପାଇଁ। କାହିଁକି ନା ଆମ ଭାରତରେ ଯୋଉ ମାଲାବର କୋଷ୍ଟରେ କଣ ହେଇଥିଲା ନା ମସଲା ଯେତିକି ସବୁ ଗୋଲମରିଚ, ଅଳେଇଚ, ଡାଲଚିନ, ଗୁଜରାତି, ଏ ସବୁ ହେଲା କଣ ମସଲା ଜାତୀୟ ଖାଦ୍ୟ। ଇଏ ସବୁ କଣ ହେଇଛି ନା ଭରି ଭରିକା କୋଉଠି ଥିଲା, ମାଲାବର କୋଷ୍ଟରେ ଥିଲା। ଆଉ ମାଲାବର କୋଷ୍ଟରେ ଆମ ଇଣ୍ଡିଆରେ ଅଛି। ସେ ଟ୍ରେଡ କରିବା ପାଇଁ ବା ଯୋଉ ମସଲା ଜାତୀୟ ଖାଦ୍ୟକୁ ଟ୍ରେଡ କରିବା ପାଇଁ ସେ କଣ କରିଥିଲେ, ଭାସ୍କୋଡା ଗାମା ଇଣ୍ଡିଆକୁ ଆସିଥିଲେ। ନେକ୍ସଟ କ୍ୱେଶ୍ଚନ କହିଛି, ହ୍ୱିଚ କଣ୍ଟ୍ରି ସେଣ୍ଡ ଭାସ୍କୋଡା ଗାମା ଟୁ ଇଣ୍ଡିଆ। ତାହେଲେ ଭାସ୍କୋଡା ଗାମା କୋଉ ଦେଶର ଲୋକ ଥିଲେ ବୋଲି ପଚାରୁଛି। ଅପସନ ଏ ରେ କହିଲା ସ୍ପେନ, ବି ରେ କହିଲା ପର୍ତ୍ତୁଗାଲ, ସି ରେ କହିଲା ଇଂଲଣ୍ଡ, ନା ଡି ରେ ଫ୍ରାନ୍ସ। କିଏ ନା ଭାସ୍କୋଡା ଗାମା ହଉଛନ୍ତି କାହାର ନା ପର୍ତ୍ତୁଗାଲ ଦେଶର ଗୋଟେ ନାଗରିକ ଥିଲେ। କିଏ ନା କୋଉ ଦେଶ ତାଙ୍କୁ ପଠେଇଥିଲା, ପର୍ତ୍ତୁଗାଲ। ନେକ୍ସଟ କ୍ୱେଶ୍ଚନ କହିଛି, ହୁ ୱାଜ ଦ ଫାର୍ଷ୍ଟ ପର୍ତ୍ତୁଗୀଜ ଗଭର୍ଣ୍ଣର ଇନ ଇଣ୍ଡିଆ। ଯେତେବେଳେ କଣ ହେଇଛି ନା ପର୍ତ୍ତୁଗୀଜ ମାନଙ୍କର ଟ୍ରେଡ ଭଲ ଚାଲିଲା, ତ ସେ କଣ କଲେ ନା ଗୋଟେ ଗଭର୍ଣ୍ଣରକୁ ସେ ଆପଏଣ୍ଟ କଲେ। ସେ ଫାର୍ଷ୍ଟ ଗଭର୍ଣ୍ଣର କିଏ ଥିଲେ ବୋଲି ପଚାରୁଛି। ତାହେଲେ ପର୍ତ୍ତୁଗୀଜ ମାନଙ୍କର ପ୍ରଥମ ଗଭର୍ଣ୍ଣର କିଏ ଥିଲେ। ଅପସନ ଏ ରେ କହିଲା ଭାସ୍କୋଡା ଗାମା, ଜମା ନୁହଁ। ଅପସନ ବି ରେ ଅଛି ଫ୍ରାନ୍ସିସ୍କୋ ଡି ଆଲମେଡିଆ, ସି ରେ ଅଛି ଆଲବରକ୍ୟୁବ, ଡି ରେ ଅଛି କଣ ନା କାବ୍ରାଲ। ତାହେଲେ ଠିକ ଉତ୍ତର କୋଉଟା ହବ ନା ଫ୍ରାନ୍ସିସ୍କୋ ଡି ଆଲମେଡିଆ। ଫ୍ରାନ୍ସିସ୍କୋ ଡି ଆଲମେଡିଆ ହଉଛନ୍ତି କଣ ନା ପ୍ରଥମ ଗଭର୍ଣ୍ଣର କୋଉ ମାନଙ୍କର
portuguese ମାନଙ୍କର। next question କହିଛି Francisco de Almeida introduced the ଏ Francisco de Almeida କଣ କରିଥିଲେ ନା ଗୋଟେ ପଲିସି କୁ ସେ introduce କରିଥିଲେ। ସେ ପଲିସି ର ନାଁ କଣ ରହୁଛି ନା ବ୍ଲୁ ୱାଟର ପଲିସି। ପଲିସି ର ନାଁ କଣ ରହିଲା ନା ବ୍ଲୁ ୱାଟର ପଲିସି। କାହିଁକି ନା ଏ ଫ୍ରାନ୍ସିସ୍କୋ ଡି ଆଲମେଡିଆ କହିଲେ କଣ ନା ଏଇ ସି ରୁଟ ଟାକୁ ଆମେ ଡିସ୍କଭର କରିଛୁ। ତ ଯୋଉମାନେ ବି କଣ କରିବେ ନା ଏଇ ସି ରୁଟ ଦେଇକି ତମେ ଯିବା ଆସିବା କରିବ ତ ତମେ ମାନେ କଣ କରିବେ ନା ଆମକୁ କିଛି ପଇସା ଦବ। ତ ସେଇଟା ହିଁ ସେ କହୁଛି କଣ ନା ବ୍ଲୁ ୱାଟର ପଲିସି କିଏ ଡିସ୍କଭର ମାନେ କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ ନା ଫ୍ରାନ୍ସିସ୍କୋ ଡି ଆଲମେଡିଆ। ନେକ୍ସଟ କ୍ୱେଶ୍ଚନ କହିଛି ହୁ କ୍ୟାପଚର୍ଡ ଗୋଆ ଫର ଦ ପର୍ତ୍ତୁଗିଜ ଇନ 1500। ତାହେଲେ 1510 ମସିହାରେ କିଏ ଗୋଆକୁ କ୍ୟାପଚର କରିଥିଲେ? ଅପସନ ଏ କହିଲା ଭାସ୍କୋ ଡା ଗାମା, ବି ରେ କହିଲା ଫ୍ରାନ୍ସିସ୍କୋ ଡି ଆଲମେଡିଆ, ସି ରେ କିଏ ଥିଲେ କହିଲେ ନା ଡି ଆଲବର କ୍ୟୁବ, ନା ଡି ରେ ହେଲା ସେବ୍ରାଲ। ଏଠି ଉତ୍ତର କୋଉଟା ହବ ନା ଆଲବର କ୍ୟୁବ। ଆଲବର କ୍ୟୁବ ହଉଛନ୍ତି କଣ ନା ସେକେଣ୍ଡ ଗଭର୍ଣ୍ଣର ହଉଛନ୍ତି ଆଉ ସିଏ କଣ କରିଥିଲେ ନା 1510 ମସିହାରେ ଗୋଆକୁ କ୍ୟାପଚର କରିଥିଲେ। ତାହେଲେ ଗୋଆକୁ ପର୍ତ୍ତୁଗିଜ ମାନେ କେବେ କ୍ୟାପଚର କରିଥିଲେ ନା 1510 ମସିହାରେ। କିଏ ଥିଲେ ନା ସେ ତାଙ୍କର ସେକେଣ୍ଡ ଗଭର୍ଣ୍ଣର କିଏ ଥିଲେ ନା ଆଲବର କ୍ୟୁବ, ସିଏ ହିଁ କ୍ୟାପଚର କରିଥିଲେ। ତାପରେ କହିଛି ଗୋଆ ବିକମ୍ ଦ କ୍ୟାପିଟାଲ ଅଫ ପର୍ତ୍ତୁଗିଜ ଇନ ଇଣ୍ଡିଆ ଇନ। ତାହେଲେ ଗୋଆ କଣ ହେଲା ନା ପର୍ତ୍ତୁଗିଜ ମାନଙ୍କର କ୍ୟାପିଟାଲ ହେଲା କୋଉ ମସିହାରେ ହେଲା ବୋଲି ପଚାରୁଛି। ଅପସନ କହିଛି 1498, 1505, 1510 ନା 1526। କୋଉ ମସିହାରେ? 1510 ମସିହାରେ ଗୋଆ କଣ ହେଲା ନା ପର୍ତ୍ତୁଗିଜ ମାନଙ୍କର କ୍ୟାପିଟାଲ ଟା ହେଲା। ନେକ୍ସଟ କ୍ୱେଶ୍ଚନ କହିଛି which Portuguese governor is known as the real founder of the Portuguese empire in India। એટલે କୋଉ ପର୍ତ୍ତୁଗିଜ ଗଭର୍ଣ୍ଣର କୁ କଣ କୁହାଯାଇଛି ନା ରିଏଲ ଫାଉଣ୍ଡର ବୋଲି କୁହାଯାଇଛି। କାହାର ନା ପର୍ତ୍ତୁଗିଜ ଏମ୍ପାୟର ର ରିଏଲ ଫାଉଣ୍ଡର। ତାହେଲେ ପ୍ରଥମେ ଯଦି ପଚାରେ ପର୍ତ୍ତୁଗିଜ ତରଫରୁ କିଏ ପ୍ରଥମେ ଆମ ଇଣ୍ଡିଆକୁ ଆସିଥିଲେ ନା ସିଏ ହେଲେ କିଏ ଭାସ୍କୋ ଡା ଗାମା। କିନ୍ତୁ କିଏ କାହାକୁ ରିଏଲ ଫାଉଣ୍ଡର ବୋଲି କୁହାଯାଏ ନା ଆଲବର କ୍ୟୁବ, ଯିଏ ହଉଛନ୍ତି ସେକେଣ୍ଡ ଗଭର୍ଣ୍ଣର ଅଫ ପର୍ତ୍ତୁଗିଜ। ଆଉ ଆଲମେଡିଆ ହଉଛନ୍ତି କଣ ନା ପ୍ରଥମ ଗଭର୍ଣ୍ଣର ରହୁଛନ୍ତି ପର୍ତ୍ତୁଗିଜ ମାନଙ୍କର। ସିଏ ହିଁ କଣ କରିଥିଲେ ନା ବ୍ଲୁ ୱାଟର ପଲିସି କୁ ସେ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଆଉ ଆଲବର କ୍ୟୁବ କଣ ଇମ୍ପେରିଆଲିଜିମ କୁ ସେମାନେ ଇଣ୍ଟ୍ରୋଡ୍ୟୁସ କରିଥିଲେ। ନେକ୍ସଟ କ୍ୱେଶ୍ଚନ କହିଛି ଦ ପର୍ତ୍ତୁଗିଜ ଏଷ୍ଟାବ୍ଲିଶ୍ଡ ଦେୟାର ଫାଷ୍ଟ ଫ୍ୟାକ୍ଟ୍ରି ଇନ। ପର୍ତ୍ତୁଗିଜ ମାନେ ତାଙ୍କ ପ୍ରଥମ ଫ୍ୟାକ୍ଟ୍ରି କୁ କୋଉଠି ଏଷ୍ଟାବ୍ଲିଶ କରିଥିଲେ ବୋଲି ପଚାରୁଛି। ଅପସନ ଏ ରେ କହିଲା ସୁରତ, ବି ରେ କହିଲା କାଲିକଟ, ସି ରେ କହିଲା ବମ୍ବେ, ଡି ରେ କହିଲା ମାଡ୍ରାସ। ତାହେଲେ କୋଉଠି ନା କାଲିକଟ ଠାରେ, କୋଉଠି କାଲିକଟ ଠାରେ ତାଙ୍କର ପ୍ରଥମ ସେ ଫ୍ୟାକ୍ଟ୍ରି ଟାକୁ ଏଷ୍ଟାବ୍ଲିଶ କରିଥିଲେ। କୋଉଠି କାଲିକଟ ଠାରେ। ନେକ୍ସଟ କ୍ୱେଶ୍ଚନ କଣ କହିଛି ଭାସ୍କୋ ଡା ଗାମା ଭିଜିଟେଡ ଇଣ୍ଡିଆ ହାଉ ମେନି ଟାଇମ୍ସ। ତାହେଲେ ଭାସ୍କୋ ଡା ଗାମା ଇଣ୍ଡିଆକୁ କେତେ ଥର ଭିଜିଟ କରିଛନ୍ତି ବୋଲି ପଚାରିଛନ୍ତି। ଅପସନ ହେଇଛି ୱାନ୍ସ, ଟୁଇସ୍, 3 ଟାଇମ୍ସ ନା 4 ଟାଇମ୍ସ। କେତେ ଟାଇମ ନା ସେ 3 ଥର ଭାସ୍କୋ ଡା ଗାମା ଆମ ଇଣ୍ଡିଆକୁ ଭିଜିଟ କରିଛନ୍ତି। କେତେ ଥର ପାଇଁ ନା 3 ଥର ପାଇଁ ସେ ଇଣ୍ଡିଆକୁ ଭିଜିଟ କରିଛନ୍ତି। ତ ଆଜି ଏଇ ଭିଡିଓଟି ଥିଲା। ଭିଡିଓଟି କେମିତି ଲାଗିଛି ନିହାତି କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡିଓ ଯଦି ଭଲ ଲାଗିଛି ତାକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ସହ ସେୟାର କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ। ଲାଇକ୍ ଆଣ୍ଡ ସବସ୍କ୍ରାଇବ।